गंजाम जिलार सोरडा ब्लॉक अधीन बोरदा पंचायत दुर्गादेवी मंदिर में सोरडा विजु जनता दल पक्षर एक कर्मी सम्मेलन और मिश्रण पर्व अनुष्ठित होईछि। ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ଛାଡ଼ି ବିଜୁ ଜନତା ଦଳରେ ଯୋଗଦେଲେ ବୋରଦା ଏକଲପୁର ଗ୍ରାମର 200ରୁ ଊର୍ଦ୍ଧ୍ୱ ବିଜେପି କର୍ମୀ। ଏହି କାର୍ଯ୍ୟକ୍ରମରେ ସୋରଡାର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ରାଜ୍ୟରେ ଘଟୁଥିବା ନାରୀ ନିର୍ଯାତନାକୁ ଦୃଢ଼ ନିନ୍ଦା କରିଥିଲେ। ବାରମ୍ବାର ରାଜ୍ୟରେ ନାରୀ ନିର୍ଯାତନା ବଢୁଛି ଏବଂ ସରକାର ଏଥିପ୍ରତି ଧ୍ୟାନ ଦେଉନଥିବା କହିଛନ୍ତି ପୂର୍ଣ୍ଣ। ଏଥିସହ ସୌମ୍ୟାଶ୍ରୀକୁ ନ୍ୟାୟ ଦେବା ପାଇଁ ବିଜେଡି ପକ୍ଷରୁ ଆରଡିସି ଅଫିସ ଘେରାଉ କରିବା ପାଇଁ ସମସ୍ତ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ରାଜ୍ୟର ସ୍ୱାର୍ଥ ପାଇଁ ସବୁବେଳେ ଲୋକଙ୍କ ହିତରେ ଲଢୁଛି ବିଜେଡି ଆଉ ଲଢୁଥିବ ବୋଲି କହିଥିଲେ ପୂର୍ଣ୍ଣ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଭଗବାନ ପଣ୍ଡା ଯୋଗଦାନ କରି ନୂତନ କର୍ମୀଙ୍କର ମନୋବଳ ବଢାଇଥିଲେ। ତାଙ୍କ ସହ ବିଜେଡିର ବହୁ ବରିଷ୍ଠ ନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ନୂତନ କର୍ମୀମାନଙ୍କୁ ଲୋକଙ୍କ ସେବା ଜାରି ରଖିବା ପାଇଁ ଉଦ୍ବୋଧନ ଦେଇଥିଲେ। ବର୍ତ୍ତମାନ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ସମୟରେ ଏଭଳି ମିଶ୍ରଣ ପର୍ବକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। सोरडारू मनोरंजन अधिकारी रिपोर्ट श्री न्यूज। बोरदा पंचायत रे आमर मिश्रण पर्व थिला। आमर बिजु जनता दल रे आज बोरदार पंचायत प्रत्येक गाँव रु 200 रु ऊर्ध्व लोक आम सहित सामिल है। आज से आम धन्यवाद दौचु दल तरफ मो तरफ धन्यवाद। ता सहित काली की आमर बिजु जनता दल तरफ मानवर पूर्वतन मुख्यमंत्री नवीन पट्टनायक आह्वान क्रमे समश्री हत्याकांडर प्रतिवाद रे आमे आरडीसी घेराव भी आज प्रस्तुति बैठक रखिलु। प्राय 16 निर्वाचन मंडली 100 रु ऊर्ध्व गाड़ी होगापी लोक उत्साह सहित आज समागम होते। आज ता सहित कर्मी सम्मेलन भी आम बोरदा पंचायत आज ये अनुष्ठित होइछि।